ରାଲି ଗାଡ଼ିକୁ ଅପେକ୍ଷା କରୁଥିବା କିଛି ମହିଳା କୁହାକୁ ହେଉଥିଲେ, ଆଲୋ ଆମେ କାହିଁ ପଇସା ଖାଇବାନି, ଡାଲି କିଲୋ 200 ଟଙ୍କା ହେଲେ ଆମକୁ କିଏ ଦେବ ନା କ'ଣ? ଆମେ ସମସ୍ତଙ୍କଠୁ ପଇସା ଖାଇବା, ଆମ ଇଚ୍ଛା ଯେଉଁଠି ହେବ ଆମେ ସେଇଠି ଭୋଟ୍ ଦେବା। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ କହିଲି ହଁ ମାଉସୀ, କାହିଁ ପଇସା ନେବାନି, ସେମାନେ ଯାଉଛନ୍ତି ଆମେ ଛାଡ଼ିବା କାହିଁକି? ଠିକ୍ ଅଛି ମାଉସୀ। ଟିକେ ଭାବିଲୁ, ଯେଉଁ 500 କି 1000 ଟଙ୍କା ଆମେ ନେବା ତା ପାଖରେ ଆମେ ଲୁଜର ହେଇଯିବାନି। 500 କି 1000 ଟଙ୍କାରେ ଆମ ସଂସାରର ଗାଡ଼ି କ'ଣ 5 ବର୍ଷ ଚଳିଯିବ? 500,000 ଟଙ୍କାକୁ 5 ବର୍ଷରେ ଭାଗ କଲେ ଦିନକୁ ପୁରା 27 କି 52 ପଇସା ପଡ଼ିବ। ଜଣେ ମୂଲିଆପା ଦିନକୁ 500 ଟଙ୍କା ମଜୁରୀ ପାଉଛି, ଆମେ କ'ଣ ତାଙ୍କଠାରୁ ଏତେ ନିହାତି? ମାଉସୀ କହିଲା, ସମସ୍ତେ ସିନା ସେ କଥା ବୁଝିଲେ ହେବ, ସମସ୍ତେ କ'ଣ ତମ ପରି ଭାବୁଛନ୍ତି? ମୁଁ କହିଲି, ଆଲୋ ମାଉସୀ, କେହି ଭାବୁ କି ନ ଭାବୁ, ତୁ ତ ଭାବ, ତୁ ନିଜରୁ ତ ଆରମ୍ଭ କର। କାଲି ଯେତେବେଳେ କୌଣସି କାମ ପାଇଁ ତୁ ତାଙ୍କ ପାଖକୁ ଯିବୁ, ସିଏ ତ ଆଉ କହିପାରିବନି ନୋଟ୍ ନେଇ ଭୋଟ୍ ଦେଇଥିଲ ବୋଲି। ଦେଖିବୁ ସେ ତ କାମ କରିବା ପାଇଁ ବାଧ୍ୟ ହୋଇଯିବ, କାରଣ ତା ବିବେକ ତାକୁ ବାଧା ଦେବ। ମାଉସୀ କହିଲା, ପୁଅ ତୁ ମୋ ଆଖି ଖୋଲିଦେଲୁ। ମୁଁ ଆଉ ରାଲିକି ଯିବିନି, ଯାଉଛି ଏଇ କଥା ସମସ୍ତଙ୍କୁ ବୁଝାଇବି। ବନ୍ଧୁଗଣ, ମାଉସୀ ଗାଁକୁ ଯାଇ ବୁଝାଇଲା କି ନାହିଁ ମୁଁ କହିପାରିବିନି, ହେଲେ ଆପଣମାନେ ବୁଝିପାରିଲେ ତ?